ଶ୍ରୋତା ବନ୍ଧୁ ଜୀବନୀ ସାହିତ୍ୟ ନିର୍ଦ୍ଦିଷ୍ଟ କାଳଖଣ୍ଡର ମୁହୂର୍ତ୍ତମାନଙ୍କର ବିବରଣୀ, ଯେଉଁଥିରେ ଜଣେ ବ୍ୟକ୍ତି ସତ୍ତାଙ୍କର ଜୀବନର ବିବିଧ ଆହ୍ୱାନ, ସଂଘର୍ଷ, ଉପଲବ୍ଧି, ଅନୁଭୂତି, ତତ୍କାଳୀନ ସମୟର ସାଂସ୍କୃତିକ ରୂପ, ତାଙ୍କ ବ୍ୟକ୍ତିତ୍ୱର ବିବିଧ ପ୍ରଭାବୀ ସ୍ଥିତିକୁ ଉଜ୍ଜୀବିତ କରେ ଏବଂ ମାନବ ସମାଜର ପ୍ରେରଣାର ଉତ୍ସ ପାଲଟେ। ଶ୍ରୋତାବନ୍ଧୁ, ଆଜି ସେଇ ଜୀବନୀ ସାହିତ୍ୟ ପରିପ୍ରେକ୍ଷୀରେ ଆମେ ଏକ ସୁନ୍ଦର ଜୀବନୀକୁ ଆଲୋଚନା କରୁଛେ। ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ମୋ ସମୟର ଓଡ଼ିଶା। ପୃଥିବୀରେ ବିଭିନ୍ନ ଦେଶର ଭାରତ ତତ୍ତ୍ୱବିତ୍ ମାନଙ୍କ ମଧ୍ୟରେ ତଥା ସର୍ବଭାରତୀୟ କ୍ଷେତ୍ରରେ ପୁରାତତ୍ତ୍ୱବିତ୍ ଓ ଐତିହାସିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଯଶସ୍ୱୀ ସାଧକ, ବୈଜ୍ଞାନିକ ରୀତିର ଗବେଷଣା ଓ ସତ୍ୟାଶ୍ରୟୀ ଆଲୋଚନା ଯୋଗୁଁ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଏକାଧାରରେ ଜଣେ ନିଷ୍ଠାପର ଗବେଷକ ଓ ନିରବଚ୍ଛିନ୍ନ ସାହିତ୍ୟ ସାଧକ। ଗବେଷଣା କ୍ଷେତ୍ରରେ ତାଙ୍କର ସ୍ୱାକ୍ଷର ସ୍ୱାତନ୍ତ୍ର୍ୟ ଚିହ୍ନିତ। ତାଙ୍କର ଯୋଉ ପ୍ରବନ୍ଧ ମାନସ ଯୋଉ ପୁସ୍ତକଟି ରହିଛି, ରମ୍ୟତା ଓ ଉଚ୍ଚ ଭାବୁକତାର ଏକ କଳାତ୍ମକ ସମନ୍ୱୟ। ଶ୍ରୋତାବନ୍ଧୁ, ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପିତା ସାଗର ପାଣିଗ୍ରାହୀ ଏବଂ ମାତା ସରସ୍ୱତୀ ଦେବୀଙ୍କ କୋଳମଣ୍ଡନ କରି କେଉଁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନର ମୁଗୁପୁରରେ ଜନ୍ମ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଖିଚିଙ୍ଗକୁ ଚାଲି ଆସିଥିଲେ। ତାଙ୍କର ସମୟ ସୀମା ହେଉଛି 1909 ରୁ 1987। ଜଣେ ବିଶିଷ୍ଟ ଐତିହାସିକ ଓ ଗବେଷକ କେବଳ ସେ ନୁହନ୍ତି, ସେ ଜଣେ ଆଦର୍ଶ ସମାଲୋଚକ ତଥା ପ୍ରାବନ୍ଧିକ ମଧ୍ୟ। ତାଙ୍କର ଇତିହାସ ଓ କିମ୍ବଦନ୍ତୀ ଏବଂ ସାରଳା ସାହିତ୍ୟର ଐତିହାସିକ ଚିତ୍ର ଗ୍ରନ୍ଥଦ୍ୱୟ ଓଡ଼ିଆ ସମାଲୋଚନା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ବିଶେଷ ଭାବରେ ଓଡ଼ିଶାର ଇତିହାସ, କିମ୍ବଦନ୍ତୀ, ପ୍ରତ୍ନତତ୍ତ୍ୱ, ସାହିତ୍ୟ ତଥା ସଂସ୍କୃତିକୁ ଆଧାର କରି ସେ ଅନେକ ପ୍ରବନ୍ଧ ରଚନା କରିଛନ୍ତି। ଇତିହାସ ସଚେତନ ହୋଇ ପ୍ରବନ୍ଧ ରଚନା କରିବା କ୍ଷେତ୍ରରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ କୃତବିଦ୍ୟ ଯଶସ୍ୱୀ ପ୍ରାବନ୍ଧିକ। ମୋ ସମୟର ଓଡ଼ିଶା ଗ୍ରନ୍ଥରେ ସେ ସତ୍ୟର ଉନ୍ମୋଚନ ପାଇଁ ଅନେକ ପ୍ରୟାସ କରିଛନ୍ତି। ଯାହା ସତ୍ୟ ତାହା ନିର୍ଜୀବ ଭାବରେ ପ୍ରକାଶ କରିବାରେ ହିଁ ଇଂରାଜୀରେ ତାଙ୍କ ଦ୍ୱାରା ରଚିତ ଆର୍କିଓଲୋଜିକାଲ ରିମେନ୍ସ ଆଟ୍ ଭୁବନେଶ୍ୱର, କ୍ରୋନୋଲୋଜି ଅଫ୍ ଦ ଭୌମକରସ୍ ଆଣ୍ଡ ସୋମବଂଶୀଜ ଅଫ୍ ଓଡ଼ିଶା ଏବଂ ହିଷ୍ଟ୍ରି ଅଫ୍ ଓଡ଼ିଶା ଏକ ଉଜ୍ଜ୍ୱଳ ରତ୍ନ। ତାଙ୍କର ଇଂରାଜୀ ଗବେଷଣା ଗ୍ରନ୍ଥ, ଯାହାକି ଲଣ୍ଡନରେ ଅଛି, ଓରିଏଣ୍ଟାଲ ସ୍କୁଲ ଅଫ୍ ଆର୍ଟସ ପୁସ୍ତକଟି ପାଠ୍ୟ ପୁସ୍ତକ ରୂପେ ପଠିତ ହେଉଛି ଲଣ୍ଡନରେ। ଇତିହାସ ଓ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ 1976 ଖ୍ରୀଷ୍ଟାବ୍ଦରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ଏବଂ ମୋ ସମୟର ଓଡ଼ିଶା ପାଇଁ 1979 ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ୱାରା ମଧ୍ୟ ସେ ସମ୍ବର୍ଦ୍ଧିତ। ଶ୍ରୋତାବନ୍ଧୁ, ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ମୋ ସମୟର ଓଡ଼ିଶା ଅଧୋଗତ ଓଡ଼ିଆଙ୍କ ଜାତ୍ୟାଭିମାନ ଜାଗ୍ରତ କରିବା ଲାଗି ଉଦ୍ଦିଷ୍ଟ ବୋଲି
ବିଶିଷ୍ଟ ସମାଲୋଚକ ଡକ୍ଟର କୁଞ୍ଜ ବିହାରୀ ଦାସ ମତ ପ୍ରଦାନ କରିଛନ୍ତି। ଆଲୋଚ୍ୟ ଜୀବନୀ ଗ୍ରନ୍ଥଟି ତାଙ୍କ ସମୟର ଓଡ଼ିଶାର ସାଂସ୍କୃତିକ ଘଟଣାବଳୀର ଇସ୍ତାହାର କହିଲେ କିଛି ଭୁଲ ହେବନି। ଏହାକୁ ପ୍ରକାଶନ କରିବା କ୍ଷେତ୍ରରେ ଅନେକ ବାଧା ସୃଷ୍ଟି ହୋଇଥିଲା। ସେ ସବୁ ଉଦ୍ଦେଶ୍ୟରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି, ଈର୍ଷା ଦ୍ୱେଷ ପରବଶ ହୋଇ କୌଣସି ପ୍ରାଚୀନ ଗ୍ରନ୍ଥର ଅଙ୍ଗଚ୍ଛେଦ କରିବାର ଏପରି ଉଦାହରଣ ପୃଥିବୀରେ ବିରଳ। ହାୟରେ ମୋର ଜନ୍ମଭୂମି, ଏ ଭୂମିରେ କୌଣସି ସତ୍ ଆଲୋଚନା କଲାବେଳେ ଅଭିମନ୍ୟୁକୁ ସପ୍ତରଥୀ ବେଢ଼ିଲା ପରି ଆଲୋଚକ ତଥା ଆଲୋଚ୍ୟ ବିଷୟକୁ ସମସ୍ତେ ବେଢ଼ି ହତ୍ୟା କରନ୍ତି। ଏହା ଥିଲା ମୋ ସମୟର ଓଡ଼ିଶାର ରଚୟିତା ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର କ୍ଷୋଭ। କାରଣ ଏହି ପୁସ୍ତକଟିକୁ ପ୍ରକାଶନ କରିବା କ୍ଷେତ୍ରରେ ତାଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡ଼ିଥିଲା, ଯାହାକି ସମସାମୟିକ କିଛି ଈର୍ଷାପରାୟଣ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ବୋଲି ଅତ୍ୟନ୍ତ କ୍ଷୋଭର ସହିତ ଏହି ଉକ୍ତିକୁ ସେ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି। ଶ୍ରୋତାବନ୍ଧୁ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପୁଣି ମଧ୍ୟ ଉଲ୍ଲେଖ କରିଛନ୍ତି, ଏ ଗ୍ରନ୍ଥରେ ଯାହା ଲେଖିଛି ତାହା ମୋର ପ୍ରଜ୍ଞାବାଦ ନୁହେଁ, ତାହା ମୋ ହୃଦୟର ଆର୍ତ୍ତନାଦ ମାତ୍ର। ମୁଁ ବାଲ୍ୟକାଳରୁ ପିତାମାତାଙ୍କୁ ହରାଇ ଓଡ଼ିଶାକୁ ହିଁ ମୋର ମାତା ବୋଲି ଭାବି ନେଇଛି। ମୁଁ ନିବିଡ଼ ଭାବରେ ଭଲ ପାଇଛି ତାର ଇତିହାସ ଓ ପ୍ରତ୍ନତତ୍ତ୍ୱକୁ, ଗଭୀର ଭାବରେ ଅନୁଧ୍ୟାନ କରିଛି ଏବଂ ଏକଦା ଆଲୋକମୟୀ ଏହି ସନାତନ ଭୂମିର ଅଧୁନାତନ ଅଧଃପତନରେ ବ୍ୟଥିତ ମଧ୍ୟ ହୋଇଛି। ଏହି ବ୍ୟଥାରୁ ହିଁ ଏ ପୁସ୍ତକରେ ସନ୍ନିବେଶିତ ମୋର ସମସ୍ତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଧର୍ମ ନାମରେ, ସଂସ୍କୃତି ନାମରେ ଓଡ଼ିଶାରେ ଯେଉଁ ସହଜ ପନ୍ଥା ଅନୁସୃତ ହେଉଛି ତାହା ମୋତେ ବ୍ୟଥିତ କରିଛି। ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଓଡ଼ିଆମାନଙ୍କ ନୈତିକ ଓ ଧାର୍ମିକ ଅଧଃପତନ ହିଁ ଓଡ଼ିଶାର ଅଧଃପତନ ପାଇଁ ଦାୟୀ। ଏହି ପୁସ୍ତକଟିକୁ ଲେଖିବା ନିମନ୍ତେ ଓଡ଼ିଶାର ସୁବିଖ୍ୟାତ ସାହିତ୍ୟିକ ପ୍ରଫେସର ଡକ୍ଟର କୁଞ୍ଜ ବିହାରୀ ଦାସଙ୍କ ବାରମ୍ବାର ପ୍ରୋତ୍ସାହନ ତାଙ୍କୁ ଏହି ବହିଟିକୁ ପ୍ରକାଶିତ କରିବାରେ ସହାୟତା କରିଛି ବୋଲି ସେ ଏଥିରେ ସ୍ୱୀକାର କରିଛନ୍ତି। ମୋ ସମୟର ଓଡ଼ିଶାର ପ୍ରଥମାଂଶ ଆତ୍ମଜୀବନୀ ଚରିତ। ଘୋର ଦାରିଦ୍ର୍ୟ, କଠୋର ଜୀବନ ସଂଗ୍ରାମ ଓ ସାମାଜିକ ନିପୀଡ଼ନ ଭିତରୁ ପାଣିଗ୍ରାହୀଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିଛି। ଦୃଢ଼ ସଂକଳ୍ପ ଓ ନିର୍ଭୀକତା ଜନ୍ମଲାଭ କରିଛି। ଉତ୍ତରାଧିକାରୀ ସୂତ୍ରରେ ସେ ପିତାଙ୍କ ଠାରୁ ଲାଭ କରିଛନ୍ତି ଅନବଦମିତ ଚରିତ୍ର ଓ ସ୍ପଷ୍ଟବାଦିତା। ଭୂୟାଁ, ବାଥୁଡ଼ି ଓ ସାଉଁତି ପ୍ରଭୃତି ଆଦିବାସୀଙ୍କ ସଙ୍ଗମେଳରୁ ସେ ଲାଭ କରିଛନ୍ତି ସରଳତା। ତାଙ୍କ ଅଙ୍କିତ ଆଦିବାସୀ ଜୀବନ ଚିତ୍ର ସଂକ୍ଷିପ୍ତ କିନ୍ତୁ ଏକାନ୍ତ ସ୍ୱାଦ୍ୟ। ଏହି ଉକ୍ତି ଥିଲା ପ୍ରଫେସର ଡକ୍ଟର କୁଞ୍ଜ ବିହାରୀ ଦାସଙ୍କର ମୋ ସମୟର ଓଡ଼ିଶା ପୁସ୍ତକ ଉଦ୍ଦେଶ୍ୟରେ। ପୁଣି ମଧ୍ୟ ପ୍ରଫେସର କୁଞ୍ଜ ବିହାରୀ ଦାସ ଉଲ୍ଲେଖ କରିଛନ୍ତି ଯେ ଏହି ପୁସ୍ତକର ପ୍ରଥମାଂଶ ଏକ ଚିତ୍ତାକର୍ଷକ କାହାଣୀ, ଯାହାକି ସୁବିଖ୍ୟାତ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଧାରିତ। ଏହାର ଦ୍ୱିତୀୟାଂଶଟି ସମାଲୋଚନାମୂଳକ ସନ୍ଦର୍ଭ କହିଲେ ଭୁଲ ହେବନି। ଶ୍ରୋତାବନ୍ଧୁ, ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଆମ ସମୟର ଓଡ଼ିଶା ଜୀବନୀ ଗ୍ରନ୍ଥରେ 12ଗୋଟି ପରିଚ୍ଛେଦ ରହିଛି। ଜୀବନ ପ୍ରଭାତ, ଅବାଞ୍ଛିତର ଆତ୍ମସମ୍ମାନ, ଅଦୃଶ୍ୟ କର୍ଣ୍ଣଧାର, ମୋର ପ୍ରତିବେଶୀ ବୃନ୍ଦ, ମୋ ସମୟର ମୟୂରଭଞ୍ଜ, ମୋ ସମୟର ଭାରତ ଓ ଓଡ଼ିଶା, ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ପ୍ରଗତି, ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ଗତିଧାରା, ମୋ ସମୟର ଓଡ଼ିଆମାନଙ୍କ ଅତୀତ ପ୍ରୀତି, ମୋ ସମୟର ଓଡ଼ିଶାର ସୁର, ସୁରୀ ଓ ସନ୍ଥ ପୂଜା, ମୋ ସମୟରେ ଓଡ଼ିଶାର ଇତିହାସର ଧାରା,
ଏବଂ ଦ୍ୱାଦଶତମ ଯୋଉ ଅଧ୍ୟାୟ ରହିଛି ବା ପରିଚ୍ଛେଦ ରହିଛି ସେଇଟା ହଉଛି ଶେଷ କୃଷ। ତେବେ 12ଗୋଟି ପରିଚ୍ଛେଦରେ ବିଭାଜିତ ଆମ ସମୟର ଓଡ଼ିଶାର ପ୍ରଥମ ଯୋଉ ଜୀବନ ପ୍ରଭାତ ପର୍ଯ୍ୟାୟରେ ଆମେ ସେଟିକୁ ମନେ ରଖିବାକୁ ପଡ଼ିବ, କାରଣ ତାର ଆରମ୍ଭଟିକୁ ପ୍ରାୟତଃ ଆମେ କୋଉଠି ନା କୋଉଠି ପାଉ ଏବଂ ପ୍ରଶ୍ନ ଆସେ ଯେ ଏଇ ପରିଚ୍ଛେଦଟିର ରଚୟିତା କିଏ? ତେଣୁ ଆପଣମାନଙ୍କୁ ସହଜ ଭାବରେ ମନେ ରଖିବା ପାଇଁ କିଛିଟା ଶବ୍ଦ ମଧ୍ୟ ଏଥିରେ ମନେ ରଖେଇବା ଉଦ୍ଦେଶ୍ୟରେ ମୁଁ ଉଲ୍ଲେଖ କରିଛି। ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଲେଖିଛନ୍ତି ଜୀବନ ପ୍ରଭାତ ପରିଚ୍ଛେଦରେ, ସମୟ ସ୍ରୋତ ବହି ଚାଲିଛି, ଦିନେ କ୍ଷୁଦ୍ର ଶିଶୁ ରୂପେ ମାତୃ ଗର୍ଭରୁ ପଡ଼ିଥିଲି, କିନ୍ତୁ ଆଜି ମୃତ୍ୟୁ ପାଖରେ ପହଞ୍ଚିଲିଣି। ଜୀବନର ବୃହତ୍ତର ଅଂଶ ଇତିହାସ ଓ ପ୍ରତ୍ନତତ୍ତ୍ୱ ଅଧ୍ୟୟନ ଓ ଅନୁଶୀଳନରେ କଟାଇଛୁ। ସେହି ଦୃଷ୍ଟିରୁ ଭାଷା ମାଧ୍ୟମରେ ମୋ ସମୟର ଓଡ଼ିଶାର ଚିତ୍ରଟିଏ ଆଙ୍କିବାକୁ ପ୍ରୟାସୀ ହେଉଛି। ମୋ ଜୀବନ କାଳ ମଧ୍ୟରେ ଯାହା ଘଟିଛି, ମୁଁ ଯାହା ଅନୁଭବ କରିଛି, ଯାହା ଦେଖିଛି, ଯାହା ଶୁଣିଛି, ଯାହା ପଢ଼ିଛି, ଯାହା ଲେଖିଛି ବା ଯାହା ଚିନ୍ତା କରିଛି, ଏ ସମସ୍ତ ଲିପିବଦ୍ଧ ହେଲେ ଓଡ଼ିଶାର ଇତିହାସକୁ ଉପାଦାନ ଯୋଗାଇବ ଓ କେତେକଙ୍କ ମନରେ ନୂତନ ଚିନ୍ତାଧାରା ଆଣିପାରିବ, ଏହି ଆଶାରେ ହିଁ ଏ ଗ୍ରନ୍ଥଟିର ଆରମ୍ଭ କଲି। ଶ୍ରୋତାବନ୍ଧୁ, এই ଜୀବନ ପ୍ରଭାତ ପରିଚ୍ଛେଦରୁ ଦୁଇଟି ଶବ୍ଦ ଇତିହାସ ଓ ପ୍ରତ୍ନତତ୍ତ୍ୱ ଅଧ୍ୟୟନ ଓ ଅନୁଶୀଳନ, ୟାରି ଉପରେ ଆପଣ ମାନେ ଧ୍ୟାନ ଦେବେ, କାରଣ ଇତିହାସ ଆଉ ପ୍ରତ୍ନତତ୍ତ୍ୱ ସହିତ ପୃଥିବୀ ବିଖ୍ୟାତ ଭାରତ ଯାହାଙ୍କୁ ଜଣେ ଶ୍ରେଷ୍ଠ ଐତିହାସିକର ମାନ୍ୟତା ପ୍ରଦାନ କରିଛି, ସେ ହେଉଛନ୍ତି ପୁରାତତ୍ତ୍ୱବିତ୍ ଓ ଐତିହାସିକ ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ। ଆଶା କରୁଛି ଏଇ ଅଡିଓଟି ଆପଣମାନଙ୍କର ଜିଜ୍ଞାସାକୁ ଆହୁରି ଦୃଢ଼ କରିବ, କାରଣ ମୋ ସମୟର ଓଡ଼ିଶାକୁ ପଢ଼ିବା ପାଇଁ ଆପଣଙ୍କ ଭିତରେ ନିଶ୍ଚିତ ଭାବରେ ପ୍ରେରଣା ଯୋଗେଇବ ବୋଲି ମୋର ବିଶ୍ୱାସ। ଅଡିଓଟି କେମିତି ଲାଗିଲା ଆପଣମାନଙ୍କ ମତାମତ ଅପେକ୍ଷାରେ। ଧନ୍ୟବାଦ।